ମୁଁ ଏଠି ସଜନା ଶାଗ ବାଛୁଛି ଆଉ ମମି ଏଠି ବୋଇତାଳୁ କାଟୁଛି ଆଜି ହବ ସଜନା ଶାଗ ଆଉ ବୋଇତାଳୁ ଡଙ୍କ ରାଇ ହବ ସଜନା ଶାଗ ମୁଗ ପକେଇକିରି ଗୋଟେ କାଇ ହବ ଏଟା ହବ ରାଇ ଏଟା ହବ କାଇ। ଯଦି ଯଦି ଆପଣ ମାନେ ଖାଇବାକୁ ଚାହୁଁଛନ୍ତି ତାହେଲେ ଶୀଘ୍ର ପଳେଇ ଆସନ୍ତୁ ଖାଇକି ଯିବେ କାମ। ଇଏ ହଉଛି ଆମର ପାର୍ବତୀ ହୋଟେଲ। ପାର୍ବତୀ ହୋଟେଲରେ ଖାଇବାକୁ ହେଲେ ପୁରା ମାଗଣା ଖାଇବାକୁ ପଡେ। ପଇସା ଗୋଟେ ନାହିଁ ପଇସା ନାହିଁ। ପାର୍ବତୀ ହୋଟେଲ ପୁରା ଫ୍ରି ଖାଦ୍ୟ। ଖାଇବାକୁ ଚାହୁଁଛନ୍ତି ଯଦି ଜଲ୍ଦି ଆସନ୍ତୁ। ରୋଡ ବାଟେ ଦେଇକି ପଳେଇ ଆସିବେ। ରୋଡରୁ ବାଁ ସାଇଡ ସେଠୁ ଆସିବେ ଡାନ୍ ସାଇଡ ବଙ୍କି ଆସିବେ ପୁଣି ସେଠୁ ଡାନ୍ ସାଇଡ ଆସିବେ ଦେଖିବେ ସେଠି ଗୋଟେ ଘରଟା ଥିବ। ସେଇ ଘରଟା ନୁହଁ ତା ପଛ ଘରଟା ସେଇଠିକି ଆସିବେ। ସେଟାକୁ ବି ଛାଡ଼ିଦେବେ ସେଠିକି ବି ଆସିବେନି। ତାପରେ ଦେଖିବେ ଗୋଟେ ପଡ଼ିଆ ଅଛି ସେ ପଡ଼ିଆ ପାଖକୁ ପଳେଇ ଆସିବେ। ସେଇଠି ଗୋଟେ ଘର ଅଛି ସେଟା ନୁହଁ ତା ଆଗକୁ ଆଉ ଟିକେ ଆସିବେ ସେଇଠି ଆମେ କୋଉଠୁ ଆସିବେ ସେମାନେ ସିନା କହିଲେ ଯୋଉଠି ବି ଘର ଅଛି ସେଇଠୁ ଆସିବେ। ସେମାନେ ଯୋଉଠୁ ଆସିବେ କୋଉଠିକି ଆସିବେ କେନ୍ଦୁଝରକୁ ଆସିବେ ନା ତୁ ଆଉ ଆଡ୍ରେସ କହନା ଆଡ୍ରେସ ପୁରା ଖୋଲି କହିଲି ଆଉ ଯୋଉଠୁ ଆସିବେ ସେ କେନ୍ଦୁଝରରେ ପହଞ୍ଚିବେ। କେନ୍ଦୁଝରରୁ ତାପରେ ଆମ ଘରକୁ ଆସିବେ ବାଟ କହିଦେଲା ସେଇ ବାଟରେ ଆସିକି ପହଞ୍ଚିବେ। ଆସିକି ଖାଇକିରି ଯିବେ। କାମ ଏଇନେ ଚାଲିଛି ସକାଳୁ ରୋଷେଇବାସ ଗାଧୁଆ ପାଧୁଆ ସବୁ ସରିଲା। ଏଇନା ଖାଲି ରୋଷେଇବାସ ପାଇଁ ଷ୍ଟାର୍ଟ ହେଉଛି। ରୋଷେଇବାସ ପାଇଁ ପ୍ରସ୍ତୁତ ହେଉଛି ଖାଇବା। ଆଉ ଇଲେକ୍ସନ ହଉଛି ବାଜୁଛି ଗୀତ ଗୁରା ଇଲେକ୍ସନ ଇଲେକ୍ସନ ପାଇଁ ପ୍ରଚାର ହଉଛି। ଯଦି ଶୁଭିବ କପିରାଇଟ୍ ଲାଗିଯିବ କାଟି ଦେଇକି ଭଏସ୍ ଦେଇଦେବା। ଏଠି ଶୁଭିବ ବୋଧେ ଟାଣି ଆଣିବ ଡିଜେ ବଜଉଛନ୍ତି ଗାଉଛନ୍ତି। ମୋ ପଛରେ ଅଛି ଝାଡୁ ମୋ ଆଗରେ ଅଛି ଝାଡୁ କିନାରେ ଭୋଟ ଦିଅ ବା ସେ ଯାହାର ସେ ଗାଉଛି ସେଇଆ। ମୋ ଆଗରେ ଅଛି ଝାଡୁ ମୋ ପଛରେ ଅଛି ଝାଡୁ। ମତେ ଏତେ ହସ ଲାଗିଲା ଯାଉଛି ଅଫିସ ମୋ ପଛେ ଆଡୁ ଆସିଛି କହିକା କହୁଛି ମୋ ଆଗରେ ଅଛି ଝାଡୁ ମୋ ପଛରେ ଅଛି ଝାଡୁ ଡର ନାହିଁ କାହାକୁ ହେଲା। ଝାଡୁରେ ପିଟି ପକେଇବ ମତେ ହସ ମାଇଲା ସେ ରାସ୍ତାରେ ମାନେ ଠୋଟ ହେଇକି ବସିବାକୁ ଇଚ୍ଛା ହେଲା। ଏମାନେ ଏମିତି ଇଲେକ୍ସନ କରୁଛନ୍ତି ଦେଖା ଇଲେକ୍ସନ ତ ଯାହା କରୁଛନ୍ତି ଗୋଟେ ଆମ ସାଧାରଣ ଲୋକଙ୍କୁ ଭାରି ହଇରାଣ କରୁଛନ୍ତି। ଟ୍ରାଫିକ ଜାମେ ସେ ସବୁ ଜାମେ ସବୁ ଲୋକ ହଇରାଣ ହଉଛନ୍ତି। ସାଧାରଣ ଲୋକ ହଇରାଣ ହଉଛନ୍ତି। ନିଜେ ଭୋଟ ଖାଇବେ ହଇରାଣ ହେମୁ ଆମେ ଖରା ତରାରେ କିଏ କୁଆଡେ ଅଫିସ ଯାଉଛି ରାସ୍ତା ବନ୍ଦ ଗୋଟେ ରାଲି କରୁନାହାନ୍ତି। କିଏ ମେଡିକାଲ ଯାଉଛି ସବୁଥିରେ କାହାର ପଇସା ପେଣ୍ଡିଂ ହେଇକି ପଡୁଛି ଅଫିସରେ ଏପର୍ଯ୍ୟନ୍ତ ହେଇପାରୁନି। ଅନଲାଇନରେ ପ୍ରଚାର କରିଦେଲେ ହେଇଯିବ। ଆଉ ଗୋଟେ ଢଙ୍ଗ ଲଗେଇଛନ୍ତି କାଙ୍ଗାଳିଆ ଭଳିଆ 200 ଟଙ୍କା ଦେଇଦେଇକି ଖରାରେ ଧୁମ୍ ବୁଲଉଛନ୍ତି। ସେ କି କାଙ୍ଗାଳିଆ ଲୋକ ଗୁରା ସେଗୁରା ବି ଗୋଟେ ମୂର୍ଖ ଲୋକ ଗୁରା 200 ଟଙ୍କାରେ ତାତି ଖରା ନିଆଁ ଭଳିଆ ଖରାରେ ବୁଲୁଛନ୍ତି ଯେ ଗୋଟେ 10 ଟଙ୍କିଆ ଫ୍ରୁଟି ଆଉ 200 ଟଙ୍କା ଆଣି ଘରୁ ଥିବେ 4-5 ଜଣ ପଳଉଛନ୍ତି। ଗୋଟେ ଦିନରେ ହେଇଗଲା 600-700 ଉଠିଗଲା। ସେଇଟାରେ ମୁଁ କାମ କରିବି ଖଟିବି ମତେ ମିଳିବନି। ମୁଁ ମାନ ସମ୍ମାନ ଇଜ୍ଜତ ହରିବା ପାଇଁ ଯେ ଖରା ତାତିରେ ବୁଝିବି ଏଟା ଗୋଟେ ପ୍ରବଚନ। ସେ ରୋଡ ଫୋଡ ସବୁ ଜାମ୍ ଅଫିସ କତରୁ ଗୋଟେ ଆମ୍ବୁଲାନ୍ସ ଟେ ବି ଭଲସେ ଯାଇପାରୁନି। ରୋଡ ସବୁ ଜାମ୍ ଆମ୍ବୁଲାନ୍ସ ଟେ ବି ଯାଇପାରୁନି। ଯୋଉ ଖରା ହଉଛି ନିର୍ଧୁମ ଖରା ବେଳଟାରେ ବୁଲୁଛନ୍ତି। ସରକାର ନିଜେ ମେସେଜ ଦଉଛି ଆପଣଙ୍କ ଏରିଆରେ ପ୍ରଚଣ୍ଡ ଖରା ହଉଛି ଦୟା କରିକି ଘରୁ ସକାଳ 11ଟା ପରେ ଆଉ ବାହାରକୁ ବାହାରନ୍ତୁ। ଦେଖିଲା ବେଳେ ଭୋଟ ଦଉଛି ପ୍ରବଚନ ଗୋଟେ ଚଲେଇଛି ଲୋକମାନଙ୍କୁ ନେଇକି ଖରାରେ ଧୁମ୍ ଗାଁକୁ ହେଲା ଦଉଛି କେତେ ଟଙ୍କା 200 ଟଙ୍କା। ତା ମଜୁରୀ ପଇସାଟା ଉଠିଗଲା। ସେ ଖରାରେ ଗଲା ତାକୁ ବାଧିବ ବି ନାହିଁ। 200 ଟଙ୍କା କଣ ଆଜିକାଲି 200 ଟଙ୍କା ଆମେ ବାହାରେ ଯାଇକି ଖାଲି ଥଣ୍ଡା ଟିକେ ପିଇ ଦଉଛୁ 200 ଟଙ୍କା ଥଣ୍ଡା ଟିକେ ପିଇ ଦେଲେ 3-4 ଜଣ 200 ଟଙ୍କା। ଆଉ ସେ ଖରାରେ ଲୋକ ବୁଲିଥିବେ ଗୋଟେ 10 ଟଙ୍କିଆ ଫ୍ରୁଟିରେ ପେଟ ପୁରି ଯାଉଛି। ପ୍ରବଚନ ଗୋଟେ ଖାଲି ଚଲେଇଛନ୍ତି। ଅନଲାଇନରେ କ୍ଲାସ ହଉଛି ସେମିତି ଅନଲାଇନରେ ପ୍ରବଚନ କରୁନ ସବୁ ତ ଅନଲାଇନ ହେଲାଣି। ଭୋଟ ପାଇବା ଲୋକ ପାଉଛି କିନ୍ତୁ କଷ୍ଟ କରିବା ଲୋକ କଷ୍ଟ କରିକି ଭୋଟ ଦଉଛି କିନ୍ତୁ ପାଇଲା ବେଳକୁ କିଛି ପାଉନି। ଭୋଟ ପାଇକି ଟଙ୍କା ଖାଇବା ଲୋକ ଯିଏ ସେ ତାର ଐଶ୍ୱର୍ଯ୍ୟରେ ରହୁଛି।
ସେ ତାର ଭୋଟ ପାଇବା ଲୋକ ଯିଏ ଗରିବ ସେ ସବୁବେଳେ ଗରିବ ହେଇକି ରହିଛି, ସରକାର ସେଇଟା ଦେଖିପାରୁନି। ଏଇଟାକୁ ଯୋଉ ବାଛିବା ପାଇଁ ଏଇଟା ବୋଧେ ରଙ୍ଗ ବହୁତ କଷ୍ଟ ତାକୁ ଉଠୁନି ଟିକେ ନାକଡ଼ ଖାଉଛି କଦଳୀ, ନାକଡ଼ ଖାଉଛି କଦଳୀ। ସିଆଡ଼େ କୁଆଡ଼େ ଅନେଇଥିବ ଯେମିତି ଇଆଡ଼େ ଦେଖିବନି ଜମାରୁ। ଆଉ ଜାଗା ନାହିଁ ସେଟା ପକେଇବାକୁ, ଫୁଲେଇଲାଣି ତାକୁ ଆଉ। ରୋଷେଇ କରୁ କରୁ ହଠାତ୍ ଘରକୁ ଗେଷ୍ଟ ଆସିଲେ ତ ମୁଁ କ'ଣ କରିବି ନା ଖରାଦିନ ତ ମୁଁ କ'ଣ କଲି କଞ୍ଚା ଆମ୍ବ ନେଇ ଆସିଲି ଆଉ ପୋଦିନା ନେଇ ଆସିଲି ତାକୁ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରିଦେଲି ତାପରେ ଗ୍ଲାସ୍ରେ ଟିକେ ଦହି ଆଉ ସେ ଆମ୍ବ ଆଉ ପୋଦିନା ପେଷ୍ଟକୁ ପକେଇକି ଚିନି ଟିକେ ପକେଇଦେଲି ଲୁଣ ଟିକେ ପକେଇଦେଲି ଭଲ ଭାବରେ ତାକୁ ଫେଣ୍ଟି ଦେଇକି ଗେଷ୍ଟକୁ ଦେଇଦେଲି। ତ ଏବେ ମୋର ତ ଭାତ ହେଇଗଲାଣି ରୋଷେଇ ଆମର ଆଉ ଶାଗ ଏଠି ହେଉଛି ଆମର ଶାଗ ଦେଖନ୍ତୁ ହେଇ ମୁଁ ଯେଉଁଟା ଛଡ଼ଉଥିଲି ଆଉ ଏଇଟା ହେଉଛି ପୋଟଳ ଯାହାକୁ ମମି ତରକାରୀ କରିବ। ମୁଁ ତ ସବୁ ବଟାବଟି କରିକି ରେଡ଼ି କରିଦେଇଛି, ମମି ଖାଲି ତରକାରୀ କରିବା ବାକି ଅଛି। ଆଉ ଇଏ ହେଉଛି ସଜନା ଶାଗ ତ ମୁଁ ମୁଗ ଦେଇକି କାଇ କରିଦେଇଛି। ଆଉ ଇଏ ଭର୍ତ୍ତା, ଇଏ ହେଉଛି ମସଲା କଷା। ମମି ତାକୁ ମସଲାକୁ କଷିବ ତାପରେ ପୋଟଳ ତରକାରୀ କରିବ। ଦେଖିଲେ ତ ଏତେ ସବୁ କାମ ମୁଁ ଏକା କରିନି, ମମି ବି ମୋ ସହିତ କରୁଛି। ଏବେ ରହିଲି, ବାଏ ବାଏ।